ଜୟ ଜଗନ୍ନାଥ। ଆଜି ଥିଲା ଅଷ୍ଟମୀ ଦିନର ପୂର୍ବ ଦିନ, ଯେଉଁଦିନ କି ଘରେ ଢେର ସାରା କାମ ଥାଏ, ଯେମିତି ଘର ଧୁଆଧୁଇ ଆଉ ବିରି ଚାଉଳ ବତୁରା ବତୁରି ବଟା ବଟି ଢେର ସାରା କାମ ଥାଏ। ସେଇଥିପାଇଁ ଶୀଘ୍ର ସକାଳୁ ଉଠି ବ୍ରେକଫାଷ୍ଟ କରିଦେଇଥିଲୁ, ପରଟାକୁ ଆଳୁ ଭଜା ଦିହେଁ ଯାକ ଖାଇକି ତାକୁ ତା ସ୍କୁଲ ଟିଫିନରେ ଦେଇକି ତାକୁ ସ୍କୁଲ ଛାଡ଼ି ଦେଇଥିଲି। ସ୍କୁଲ ଛାଡ଼ିବା ଭିତରେ ଯେତେକ ସବୁ ରୋଷେଇବାସ ଥିଲା ସବୁ ରୋଷେଇବାସ ସାରିଦେଲି, କାରଣ ରୋଷେଇ ନକଲେ ଜମା ହେଲେ କାମ ବି କରିହେବନି। ତାପରେ ଭାତ ଖାଇସାରିଲା ପରେ ବସି ପଡ଼ିଲି ବିରି ରଗଡ଼ିବାକୁ। ନୂଆ ବିରି ଆମର ପିଠା ହେବ, ଅଷ୍ଟମୀ ଦିନ ନୂଆ ବିରି ନୂଆ ଚାଉଳ ପିଠା ହେବ ଆଉ ସମସ୍ତେ ବନ୍ଦାଣ ହେବେ। ସେଥିପାଇଁ ବିରି ରଗଡ଼ୁଥିଲି। ତା ଭିତରେ ମୋ ପୁଅ ସ୍କୁଲରୁ ଆସିଲା ହେରି, ସିଏ ଟିକେ ବିରି ରଗଡ଼ୁଥିଲା, ତାକୁ ଟିକେ ମଜା ଲାଗେ। ତାପରେ ଦିହେଁ ଯାକ ଶୋଇ ପଡ଼ିଥିଲୁ। ତାପରେ ଗଲି ହେରି ଦୁବ ତୋଳିବାକୁ, କାରଣ ଆମର ଅଷ୍ଟମୀର ସବୁ ଦୁବ ଆଉ ବେଲପତ୍ର ଆମ୍ବପତ୍ର ଆଉ ଅଁଳା ଡାଳ ଏରା ସବୁ ଲାଗେ ଠାକୁରଙ୍କ ପାଖରେ। ତାପରେ ଗେରୁ ମାଟିରେ ସବୁ ଆମର ତ ଏଠି ଚିତା ମାନେ ଗେରୁ ମାଟିରେ ହିଁ ସବୁ ଚିତା ପଡ଼ିବ। ଗେରୁ ମାଟିକି ପକାଇ ଦେଇଥିଲି। ତାପରେ ଯେତେକ ସବୁ ଠାକୁରଙ୍କ ପାଇଁ ସବୁ ଯାହା ଆବଶ୍ୟକ ତାକୁ ସବୁ ଗୋଟେ ଥାଳିରେ ସଜେଇକି ଥୋଇ ଦେଇଥିଲି। ତାପରେ ଗଲି ବିରି ଚାଉଳ ରଗଡ଼ିବାକୁ। ତାପରେ ମନେ ପଡ଼ିଲା, ଆରେ ଆମେ ତ ସବୁ ନୂଆ ଡ୍ରେସ୍ ପିନ୍ଧିବୁ, ଠାକୁର ପୁଣି ନୂଆ ଡ୍ରେସ୍ ପିନ୍ଧିବେ। ତାଙ୍କ ପାଇଁ ନୂଆ ସାଲୁକନା ଆଣି ଦେଇଥିଲି। ତାପରେ ସବୁ କାମ ସରିଲା ପରେ ବାହାରିଲି ଚିତା ଦେବାକୁ। ଆମର ଏଠି ତ ମାନେ ଘରେ ନୂଆ ଚାଉଳରେ ଚିତା ଦେବେ, କିନ୍ତୁ ଦାଣ୍ଡରେ ସବୁ ଖଡ଼ି ଚୁନାରେ ଚିତା ଦେବେ। ଆଉ ଖଡ଼ି ଚୁନାଠୁ ବତୁରେଇକି ସେଠୁ ଚାଲିଲି ଚିତା ଦେବାକୁ। ଗେରୁ ମାଟି ସବୁ ଶୁଖି ଯାଇଥିଲା। ଶୁଖିଗଲା ପରେ ତାକୁ ଜଷ୍ଟ ଟିକେ ଓଳେଇ ଦେଲି, କାରଣ ବାଲି ଥିଲେ ଚିତାର ଭଲସେ ହେବନି। ଓଳେଇ ଦେଲା ପରେ ପକାଇଦେଲି ଆମର ସୁନ୍ଦର ସବୁ ଚିତା ସବୁ କେମିତି ଲାଗୁଛି ସବୁ କମେଣ୍ଟ କରିକି କହିବେ। ତାପରେ ଏପଟେ ଚିତା ଦେଖୁ ଦେଖୁ ଏପଟେ ସ୍ୱସ୍ତିକ ଚିହ୍ନ ହେଇଛି, ଏପଟେ ସ୍ୱସ୍ତିକ ଚିହ୍ନ ହେଇନଥିଲା। ଏପଟେ ସ୍ୱସ୍ତିକ ଚିହ୍ନ ଦେଇଦେଲେ ହେଇଗଲା ଆମ ଚିତା କମ୍ପ୍ଲିଟ୍। ଭିଡ଼ିଓ ଭଲ ଲାଗିଲା ସବସ୍କ୍ରାଇବ୍ କରି